ଦେଖନ୍ତୁ ଆମେ ପ୍ରାୟ ନିର୍ବାଚନ 2 ମାସ ଘୋଷଣା ହେଲାର 2 ମାସ ଧରି ଆମେ ବିଭିନ୍ନ ଅଞ୍ଚଳ ଗସ୍ତ କରିବା ସମୟରେ ସାଧାରଣ ଲୋକଙ୍କ ସହିତ ମିଶିବା ସମୟରେ ଆମେ ଅନୁମାନ କରିଥିଲୁ ସାଧାରଣ ଲୋକଙ୍କ ଭିତରେ ଗୋଟେ ଓଡ଼ିଶା ରାଜ୍ୟରେ ସରକାର ପରିବର୍ତ୍ତନ କରିବା ପାଇଁ ଗୋଟେ ତାଙ୍କ ଭିତରେ ଇଚ୍ଛା ଥିଲା ଏବଂ ଆଗ୍ରହ ଥିଲା। ଦୀର୍ଘ 24 ବର୍ଷ ଧରି ସେମାନେ ଯେଉଁ ଆଜି କାରେ ଚାଲିଛି ସରକାର ପଙ୍ଗୁ ସରକାର ସେମାନେ ହଇରାଣ ହେଉଥିଲେ। ତେଣୁ ଭାରତୀୟ ଜନତା ପାର୍ଟି ଗୋଟିଏ ମାତ୍ର ବିକଳ୍ପ ଥିଲା ଏବଂ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁପରି ଭାବରେ ଓଡ଼ିଶାବାସୀଙ୍କୁ ଆଶ୍ୱାସନା ଦେଇଥିଲେ ଯେ ମୁଁ ବନ୍ଧୁତ୍ୱକୁ ଛାଡ଼ି ଓଡ଼ିଶାବାସୀଙ୍କୁ ଆପଣେଇଛି, ସେ ବାର୍ତ୍ତା ନିଶ୍ଚିତ ଭାବରେ ଓଡ଼ିଶାବାସୀଙ୍କ ମନକୁ ଛୁଇଁଥିଲା। ସେଇଥିପାଇଁ ଆଜି ଓଡ଼ିଶାରେ ପରିବର୍ତ୍ତନ ହେଇଛି। ଓଡ଼ିଶାବାସୀ ବିକାଶ ସହିତ ରହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସହିତ ରହିଛନ୍ତି ଏବଂ ଭ୍ରଷ୍ଟାଚାର ଦୁର୍ନୀତି ଅନୀତି ଅତ୍ୟାଚାରକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଦେଖନ୍ତୁ ସମସ୍ତେ ଚାହାନ୍ତି ବିକାଶ, ସମସ୍ତେ ଚାହାନ୍ତି ଆଗକୁ ଯିବାକୁ, ପଛକୁ କେହି ଅନ୍ୟକୁ ଚାହାନ୍ତିନି। ଆପଣ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି 2047ର କଥା କହୁଛନ୍ତି, ନିଶ୍ଚିତ ଭାବରେ ଓଡ଼ିଶାବାସୀ ଅନୁମାନ କରିପାରିଥିଲେ ବିକାଶର ଧାରା ଆରମ୍ଭ ହୋଇଯାଇଛି। ବିକଶିତ ଭାରତ ସହିତ ବିକଶିତ ଓଡ଼ିଶାକୁ ଯୋଡ଼ିବାକୁ ପଡ଼ିବ। ମୋଦି ଗ୍ୟାରେଣ୍ଟିକୁ ସାଧାରଣ ଲୋକମାନଙ୍କ ଉପରେ ପହଞ୍ଚାଇବାକୁ ପଡ଼ିବ। ସେଇଥିପାଇଁ ଭାରତୀୟ ଜନତା ପାର୍ଟିକୁ ଆଜି ଆଶୀର୍ବାଦ କରିଛନ୍ତି। ମୁଁ ତ ଧନ୍ୟବାଦ ଦେବି ଓଡ଼ିଶାବାସୀଙ୍କୁ, ଆମ ସଂସଦୀୟ କ୍ଷେତ୍ରର ସମସ୍ତ ଭୋଟର ଭାଇ ଓ ଭଉଣୀମାନଙ୍କୁ। ସେମାନେ ସଚେତନ ଅଛନ୍ତି ଏବଂ ଆଜି ଯେଉଁଟା ଆବଶ୍ୟକ ଥିଲା ଓଡ଼ିଶା ରାଜ୍ୟରେ ନିହାତି ଆବଶ୍ୟକ ଥିଲା, ଗୋଟେ ଅହଙ୍କାରୀ ଏବଂ ଅତ୍ୟାଚାରୀ ଭ୍ରଷ୍ଟାଚାରୀ ସରକାରକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ତାମିଲନାଡୁରୁ ଗୋଟେ ଅଫିସର ଆସି ଓଡ଼ିଆ ଅସ୍ମିତା, ଓଡ଼ିଆ ସ୍ୱାଭିମାନ ଏବଂ ଓଡ଼ିଶାର ସମ୍ମାନକୁ ଯେଉଁପରି ଭାବରେ ଆଘାତ କରୁଥିଲା ସମସ୍ତେ ଆମେ ଜାଣିଛନ୍ତି। ମୁଁ ପୁଣି ଥରେ ଧନ୍ୟବାଦ ଦେଉଛି ଓଡ଼ିଶା ଭୋଟର ଭାଇ ଓ ଭଉଣୀମାନଙ୍କୁ ଯେ ଉଚିତ ସମୟରେ ଉଚିତ ନିର୍ଣ୍ଣୟ ନେଇଛନ୍ତି। ଭାରତୀୟ ଜନତା ପାର୍ଟିର ସରକାର ନିଶ୍ଚିତ ଭାବରେ ତାଙ୍କର ଯେଉଁ ସବୁ ଦାବି ରହିଥିଲା, ମେଡ଼ିକାଲ କଲେଜ ହେଉ, ୟୁନିଭର୍ସିଟି ହେଉ, ଟେକ୍ସଟାଇଲ ପାର୍କ ହେଉ, ବନ୍ୟା ସମସ୍ୟାର ନିରାକରଣ ହେଉ, ନିଶ୍ଚିତ ଭାବରେ ଆମେ ତାକୁ କରିବୁ। ଏ ଭରସା ଆମେ ସାଧାରଣ ଲୋକଙ୍କୁ ଆପଣମାନଙ୍କ ମାଧ୍ୟମରେ ଦେବାକୁ ଚାହୁଁଛୁ। ଆଉ ମୌଳିକ ଆବଶ୍ୟକତାର ଯେଉଁ ସବୁ ସମସ୍ୟା ରହିଛି ସେଟାକୁ କାହାରିକୁ କହିବାକୁ ପଡ଼ିବ ନାହିଁ, ସେଟା ହେଉଛି ସରକାରର ଦାୟିତ୍ୱ। ଭାରତୀୟ ଜନତା ପାର୍ଟି ସରକାର ତାକୁ କେହି କହିବା ପୂର୍ବରୁ ତାକୁ କରିକି ସବୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବ।